ତ ଆନ୍ଦେର ରସଲ ଏକଲା ଧୋଇଦେଲେ ସନରାଇଜର୍ସ ହାଇଦ୍ରାବାଦ को। ତ ଆନ୍ଦେର ରସଲର ମସଲ ପାୱାର ଦେଖାଗଲା। ତ 25 ବଲ୍ରେ 64 ରନ୍ କରିଦେଲେ ଆନ୍ଦେର ରସଲ ହାଇଦ୍ରାବାଦ ବିପକ୍ଷରେ। ତ ମ୍ୟାଚ୍ ନମ୍ବର ତୃତୀୟରେ ଆଇପିଏଲ୍ର ଏହି ଇନିଂସରେ ଆନ୍ଦେର ରସଲ ମାରିଦେଲେ 7 ଛକା ଆଉ 3ଟା ଚୌକା, ଯାହାଫଳରେ କେକେଆର୍ ପ୍ରଥମେ ବ୍ୟାଟିଂ କରି 208 ରନ୍ କରିଦେଲା। ଦର୍ଶକ ବନ୍ଧୁମାନେ 7 ୱିକେଟ୍ ହରାଇଥିଲା 20 ଓଭରରେ କେକେଆର୍। ଏହି ଇନିଂସ ସେତେବେଳେ ଆସିଲା ଯେତେବେଳେ କେକେଆର୍ର ସବୁ ଦିଗ୍ଗଜ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇ ପାଭିଲିୟନ୍ ପଳାଇଥିଲେ ଏସ୍ଆର୍ଏଚ୍ ବିପକ୍ଷରେ। ତ 128 ରନ୍ରେ 6ଟା ୱିକେଟ୍ ପଳାଇଥିଲା କେକେଆର୍ର। ରିଙ୍କୁ ସିଂ ଆନ୍ଦେର ରସଲ ଆଖରି ଭରସା ଥିଲେ କେକେଆର୍ର। ଦର୍ଶକ ବନ୍ଧୁମାନେ କ୍ୟାପ୍ଟେନ୍ ଶ୍ରେୟସ ଅୟ୍ୟର 0 ରନ୍ କରି ଆଉଟ୍ ହୋଇ ପାଭିଲିୟନ୍ ପଳାଇଥିଲେ। ରମନଦୀପ ସିଂ 35 ରନ୍ କରି ଆଉଟ୍ ହୋଇଯାଇଥିଲେ। ଫିଲ୍ ସଲ୍ଟ କେକେଆର୍ ତରଫରୁ ଡେବ୍ୟୁ କରିଲେ ଆଉ ଅର୍ଦ୍ଧଶତକୀୟ ଇନିଂସ କରିଲେ। ଦର୍ଶକ ବନ୍ଧୁମାନେ ଏସ୍ଆର୍ଏଚ୍ର ତାଗଡ଼ା ବୋଲିଂ ଆଗରେ ଇଏ ବି ଆଉଟ୍ ହୋଇ ପାଭିଲିୟନ୍ ପଳାଇଥିଲେ। ଦର୍ଶକ ବନ୍ଧୁମାନେ 128ରେ 6ଟା ୱିକେଟ୍ ପଳାଇଥିଲା। ତାପରେ ଆନ୍ଦେର ରସଲ ନିଜର ମସଲ ପାୱାର ଦେଖାଇଲେ, ଧୋଇଦେଲେ ଶେଷ ପର୍ଯ୍ୟନ୍ତ ନଟ୍ ଆଉଟ୍ ରହି ଏସ୍ଆର୍ଏଚ୍କୁ। ତ ରିଙ୍କୁ ସିଂ 23 ରନ୍ କରି ଆନ୍ଦେର ରସଲର ସାଥ ଦେଲେ। କେକେଆର୍ ଦଳ 208 ରନ୍ କଲା 20 ଓଭରରେ 7 ୱିକେଟ୍ ହରାଇ। କେକେଆର୍ ପ୍ରଥମ ଟିମ୍ ବନିଲା ଯେ 200 ରନ୍ କ୍ରସ୍ କରିଲା ଆଇପିଏଲ୍ 2024ରେ। ହାଇଦ୍ରାବାଦ ଆଗରେ 209 ରନ୍ର ଟାର୍ଗେଟ୍ ଅଛି। ଏବେ କ'ଣ ଲାଗୁଛି କିଏ ଜିତିବ ଏହି ମୁକାବିଲା, କେକେଆର୍ ନା ଏସ୍ଆର୍ଏଚ୍? ନିଶ୍ଚିନ୍ତ ନିଜ ପ୍ରତିକ୍ରିୟା କମେଣ୍ଟରେ ଦେଇ ଭିଡ଼ିଓକୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ସମସ୍ତ କ୍ରିକେଟ୍ ଅପଡେଟ୍ସ ପାଇଁ। ଧନ୍ୟବାଦ।